ଆଜିର ଟପିକ୍ ହେଉଛି ଅଫ୍ ଷ୍ଟଡିଜ୍ ବାय ଫ୍ରାନ୍ସିସ୍ ବେକନ୍। ଆଜି ଆମେ ଏଇ ବହୁତ ବଡ଼ ଗୋଟେ ସୁନ୍ଦର ବିଷୟରେ ଆଲୋଚନା କରିବା। ଏଇ ବିଷୟ ଅଟେ ପଢ଼ିବା। କ'ଣ ଆପଣମାନେ ଜାଣିଛନ୍ତି କି ପଢ଼ିବା ଆମମାନଙ୍କ ଜୀବନ ପାଇଁ କେତେ ଜରୁରୀ? ଆଜି ଆମେ ଫ୍ରାନ୍ସିସ୍ ବେକନ୍ ନାମକ ଏକ ବହୁତ ବଡ଼ ବିଦ୍ୱାନଙ୍କର ବିଚାରକୁ ଜାଣିବା, ଯିଏ ପଢ଼ିବା ବିଷୟରେ ବହୁତ ଭଲ ଭଲ କଥା କହିଛନ୍ତି। ପଢ଼ିବା ନା ତିନୋଟି ମୁଖ୍ୟ ଉଦ୍ଦେଶ୍ୟକୁ ପୂରା କରିଥାଏ: ଆନନ୍ଦ, ଶୋଭା ଆଉ କ୍ଷମତା। ତିନୋଟି ୱାର୍ଡକୁ ମୁଁ କ୍ଲାରିଟି ସହ ବୁଝଉଛି। ଡିଲାଇଟି ମାନେ ଆନନ୍ଦ। ଯେତେବେଳେ ଆମେ କିଛି ନୂଆ ଶିଖନ୍ତି ତ ଆମକୁ ଖୁସି ମିଳେ, ଆନନ୍ଦ ମିଳେ। କବିତା ପଢ଼ିବା, ନୂଆ କଥା ଜାଣିବା ଗୋଟେ ପ୍ରକାର ମଜା ଲାଗେ। ଯେମିତି ଯେବେ ଯେବେ ଆପଣମାନେ କିଛି ରୋମାଞ୍ଚକର କାହାଣୀ ପଢ଼ନ୍ତି ବା କିଛି ଆବିଷ୍କାର ବିଷୟରେ ଜାଣନ୍ତି ତ ଆପଣମାନଙ୍କୁ ବହୁତ ମଜା ଲାଗେ ନା, କେମିତି ଆଗକୁ ଆଉ କ'ଣ ହେବ ଜାଣିବା ପାଇଁ। ପଢ଼ିବା ଆମକୁ ଏମିତି ଭାବରେ ଆନନ୍ଦ ବା ଡିଲାଇଟ୍ ଦେଇଥାଏ। ଅର୍ଣ୍ଣାମେଣ୍ଟ ମାନେ ହେଉଛି ଶୋଭା। ପଢ଼ିବା ଆମ କଥାବାର୍ତ୍ତା ଆଉ ଜ୍ଞାନକୁ ସୁନ୍ଦର ବନେଇଥାଏ। ଯେତେବେଳେ ଆମେ ପଢ଼ା ଲେଖା ଶିକ୍ଷିତ ଭାବରେ କଥା ହୁଅନ୍ତି ତ ଲୋକମାନେ ଆମ କଥାକୁ ଧ୍ୟାନ ସେ ଶୁଣନ୍ତି ଆଉ ଆମ କଥାକୁ ମଧ୍ୟ ସମ୍ମାନ ଦେଇଥାନ୍ତି। ଇଏ ଆମର ବ୍ୟକ୍ତିତ୍ୱକୁ ଏକ ପ୍ରକାର ଚମକ ଦେଇଥାଏ। ଯେମିତି ଗହଣା ଆମ ରୂପକୁ ବଢ଼ାଇଥାଏ, ସେଇଭଳି ଆମର ଶିକ୍ଷା ବା ପଢ଼ିବା ଆମ ଜୀବନର ଶୋଭା ଦେଇଥାଏ। ଗୋଟେ କଥା ମୁଁ ଏମିତି ସିମ୍ପଲି କହୁଛି, ଯେତେବେଳେ ତମେ ବହୁତ ଲୋକଙ୍କ ଭିତରେ ବସିଥାଅ, ଯଦି ଯେ ବେଶୀ ବକବକ୍ କରେ ତା କଥାରେ କୌଣସି ମୂଲ୍ୟ ନାହିଁ, କୁହନ୍ତି ହେ ତା କଥାରେ କିଛି ମୂଲ୍ୟ ନାହିଁ, ଧ୍ୟାନ ଦିଅନି। କିନ୍ତୁ ଜଣେ ଶିକ୍ଷିତ ଲୋକ ଦେଖି ଚାହିଁ କଥା କୁହେ, ପଢ଼ା ଲେଖା ଭଳିଆ କଥା କୁହେ, ଦେନ୍ କୁହନ୍ତି ସେ ଶିକ୍ଷିତ ଲୋକ, ତା କଥାକୁ ରେସପେକ୍ଟ କର ଆଣ୍ଡ ସେ ଯାହା କହୁଛି ବହୁତ ଠିକ୍ ହିଁ ହେଇଥିବ। ଏଇଟା ହିଁ ଏଇପରି ଭାବରେ ଆମ ଲାଇଫକୁ ଶିକ୍ଷା ଶୋଭା ଦେଇଥାଏ। ଆବିଲିଟି ମାନେ କ୍ଷମତା। ପଢ଼ିବା ଆମକୁ ଜିନିଷକୁ ଅଧିକ ଭଲସେ କରିବାକୁ ଶକ୍ତି ଦେଇଥାଏ। ଯେବେ ଆମେ ଅଲଗା ଅଲଗା ବିଷୟର ଉପରେ ଆମେ ଶିଖନ୍ତି ତ ଆମେ ଆମର ଯେଉଁ ସମସ୍ୟାକୁ ସହଜରେ ସମାଧାନ କରିପାରନ୍ତି ଆଉ ଜୀବନରେ ସଫଳ ବି ହେଇପାରନ୍ତି। ଇଏ ଆମକୁ କାବିଲ ବନେଇଥାଏ। କ୍ଷମତା ଆମେ ପାଇପାରୁ ସଫଳ ହେବାକୁ। ତ ଶିକ୍ଷାରେ ପଢ଼ିକି ପିଲାମାନେ ବହୁତ ବି ସକ୍ସେସ୍ ବି ହେଇଛନ୍ତି। ତ ଏଇପରି ଭାବରେ ଶିକ୍ଷା ଆମକୁ କ୍ଷମତା ପ୍ରଦାନ କରିଥାଏ। ପଢ଼ିବାରେ ସବୁଠୁ ବଡ଼ ଆନନ୍ଦ ଆମକୁ ଏକୁଟିଆ ଥିଲାବେଳେ ମିଳିଥାଏ। ଡିଲାଇଟ୍ ଇନ୍ ପ୍ରାଇଭେଟନେସ୍, ଏକୁଟିଆର ଆନନ୍ଦ। ଯେବେ ଆମେ ଏକୁଟିଆ ଥାଆନ୍ତି ତ ପଢ଼ିଥିବା ବହି ଆଉ ଜ୍ଞାନ ଆମର ସାଥ ଦେଇଥାଏ। ଆମେ ଆମର ପସନ୍ଦର ବହିକୁ ପଢ଼ିପାରିବା ଆଉ ଆମର ବିଚାର ଭିତରେ ହଜି ଯାଇପାରିବା। ଇଏ ଆମକୁ ଶାନ୍ତି ଆଉ ସୁଖ ବି ଦେଇଥାଏ। ଏକୁଟିଆ ଥିଲାବେଳେ କିଛି ଗୋଟେ ମୁଁ କମେଡ଼ି ପଢ଼ୁଛି, ଆଇ ଲଭ୍ କମେଡ଼ିଜ୍, ଦେନ୍ କେହି ଲୋକ ଥିଲେ ମୁଁ ମନ ଖୋଲି ହସି ପାରୁନଥିବି, କିଛି କରିପାରୁନଥିବି, କିଛି ମୁଁ ଗୋଟେ ନୂଆ ନୂଆ ଜିନିଷ ଜାଣୁଛି, ଲୋକ କୁହନ୍ତି ହେ ଏଇଟା କ'ଣ ଦେଖୁଛୁ ବେ। ତ ସେଥିପାଇଁ କୁହନ୍ତି ଏକୁଟିଆ ଥିଲାବେଳେ ବହି ପଢ଼ିବାର ଆନନ୍ଦ ଅଧିକା ମିଳିଥାଏ। ଅର୍ଣ୍ଣାମେଣ୍ଟ ଇନ୍ ଡିସ୍କରେଜ୍, ଯେବେ ଆମେ ଅନ୍ୟଙ୍କ ସହ କଥା ହୁଅନ୍ତି ତ ଆମର ଜ୍ଞାନ ଆଉ ଆମର କଥାକୁ ଆହୁରି ପ୍ରଭାବଶାଳୀ ବନେଇଥାନ୍ତି। ଯେଉଁ ଅର୍ଣ୍ଣାମେଣ୍ଟ ଇନ୍ ଡିସ୍କରେଜ୍ କହିଲି ତା ମାନେ ହେଉଛି କଥାବାର୍ତ୍ତା ବା ବାର୍ତ୍ତାଳାପର ଯେଉଁ ଶୋଭା। ଆମେ ଭଲ ଉଦାହରଣ ଦେଇପାରନ୍ତି ଆଉ ଆମର କଥାକୁ ସୁନ୍ଦର ଭାବରେ ପ୍ରସ୍ତୁତ କରିପାରନ୍ତି। ଦେଖ ମୁଁ ତୁମମାନଙ୍କୁ ଏଇକ୍ଷିଣା ବୁଝଉଛି, ମୋ କଥାକୁ ବୁଝେଇବା ପାଇଁ ହେଲେ ମୋତେ କିଛି ଏକ୍ଜାମ୍ପଲ୍ ଦେବା ପାଇଁ ପଡ଼ୁଛି। ବହୁତ ସୁନ୍ଦର ଭାବରେ ମୁଁ ତୁମକୁ ବୁଝେଇବା ପାରୁଛି, ଯାହାଫଳରେ କି ମୁଁ ଗୋଟେ ତୁମେ ମୋ ଟପିକ୍ ଦେଖୁଛ, ସବୁ କରିପାରୁଛ ଆଣ୍ଡ ମୋ କଥାକୁ ବିଲିଭ୍ କରୁଛ। ସେମିତି ଭାବରେ ମୁଁ ଶିକ୍ଷା ହିଁ କେବଳ ମୋତେ ଏଇଟା କରିବା ପାଇଁ ହେଲ୍ପ କଲା, ଯାହାଫଳରେ କି ମୁଁ ମୋ କଥାବାର୍ତ୍ତାକୁ ଉଚ୍ଚ କୋଟିର କରିପାରୁଛି। ଏବିଲିଟି ଇନ୍ ଜଜମେଣ୍ଟ ଅଫ୍ ବିଜନେସ୍, କାମ ଆମ ନିର୍ଣ୍ଣୟ ନେବାର କ୍ଷମତା। ପଢ଼ିବା ଆମକୁ ଠିକ୍ ଆଉ ଭୁଲର ନିର୍ଣ୍ଣୟ ନେବାରେ ସାହାଯ୍ୟ କରିଥାଏ। ଯେବେ ଆମକୁ କିଛି କାମକୁ କରିବାର ଥାଏ ତ ଆମ ଜ୍ଞାନ ଆମକୁ ଯୋଜନା ବନାଇଥାଏ ଆଉ ତାକୁ ଭଲ ଭାବରେ ପୂରା କରିବାରେ ସାହାଯ୍ୟ ବି କରିଥାଏ। ଦେଖ ଯଦି ମୁଁ ପାଠ ହିଁ ପଢ଼ିନଥିବି ଦେନ୍ ମୁଁ କେମିତି ତୁମକୁ ପଢ଼େଇ ପାରିବି? ନହେଲେ ମୁଁ କିଛି କାମକୁ କରିବାକୁ ଯିବି, ସେ ବିଷୟରେ କିଛି ତ ନଲେଜ ଥିବା ଦରକାର ନା। ତ ସେଇଟା କୁହନ୍ତି ଶିକ୍ଷା ଆମକୁ ଏଇ ଭାବରେ ବି ହେଲ୍ପ କରିଥାଏ। ଯେଉଁ ଲୋକ କିଛି କାମରେ ପାରଙ୍ଗମ ହୋଇଥାନ୍ତି ସେ ସେଇ କାମକୁ ହିଁ ଭଲସେ କରିପାରନ୍ତି ଆଉ ପ୍ରାୟତଃ ଗୋଟେ ଗୋଟେ କରିକି ଛୋଟ ଛୋଟ କଥାର ନିର୍ଣ୍ଣୟ ବି ସେମାନେ ନେଇପାରନ୍ତି। କିନ୍ତୁ ବଡ଼ ଯୋଜନା ଆଉ କାମକୁ ଠିକ୍ ଭାବରେ କରିବା ପାଇଁ ପଢ଼ା ଲେଖା ଲୋକ ହିଁ ସବୁଠୁ ଭଲ ହୋଇଥାନ୍ତି। ବେକନ୍ ଏଠି କହିଛନ୍ତି କି ଅନୁଭବ ଆଉ ଜ୍ଞାନ ଦୁଇଟି ଜରୁରୀ ଅଟେ। ସେମାନେ ଯେଉଁ ଲୋକ କେବଳ କାମ କରନ୍ତି ଏକ୍ସପର୍ଟ ମେନ୍, ସେମାନେ ପ୍ରାୟତଃ ସେଇ କାମକୁ ଛୋଟ ଛୋଟ ପହେଲିକୁ ଭଲସେ ବୁଝେଇ ଦିଅନ୍ତି।
କିନ୍ତୁ ବହୁତ ବଡ଼ ବଡ଼ କାମକୁର ଯୋଜନା ବନେଇବାକୁ ହେଲେ ଆଉ ତାକୁ ଠିକ୍ ବା ତରିକାରେ ବ୍ୟବସ୍ଥିତ କରିବାକୁ ହେଲେ ସେ ଲୋକଙ୍କ ପାଇଁ ସହଜ ହୋଇଥାଏ, ଯେଉଁମାନେ ପଢ଼ାପଢ଼ି କରିଛନ୍ତି ଆଉ ଅଲଗା ଅଲଗା ବିଷୟରେ ଜ୍ଞାନ ବି ରଖିଛନ୍ତି। ତୁମ ଗାଁରେ ବି ଦେଖିଥିବ ମିସ୍ତ୍ରୀ କାମ କରୁଥିବେ, ଯେଉଁମାନେ ସେ କାମର ବହୁତ ପାରଙ୍ଗମ ଅଟନ୍ତି। ତ କେଉଁଠି କ'ଣ ଟିକେ ଭାଙ୍ଗିଗଲା କି କ'ଣ ଟିକେ ହେଲା, ସିଏ ପ୍ଲାଷ୍ଟର କରିଦେଇ ପାରନ୍ତି। କିନ୍ତୁ ଯେପର୍ଯ୍ୟନ୍ତ ସେମାନଙ୍କ ପାଖରେ ଠିକ୍ ନଲେଜ ନାହିଁ, ସେମାନେ ବହୁତ ଉଚ୍ଚକୋଟୀର କାମ, କେଉଁଠି ବହୁତ ବଡ଼ ଜିନିଷ ବନେଇବା, ବହୁତ ବଡ଼ ବଡ଼ ଆସେନି, ବହୁତ ଇଞ୍ଜିନିୟରିଂ କାମ ହୁଏ, ସେସବୁ ବିନା ପଢ଼ା ଲେଖାରେ ସେମାନେ କେବେ କରିପାରିବେ ନାହିଁ। ସେଥିପାଇଁ ଏକ୍ସପିରିଏନ୍ସ, ଯେଉଁ କହିଲି ଅନୁଭବ ରହିବା ବି ଦରକାର। ଏକ୍ସପିରିଏନ୍ସ ବି ଅଛି, ସେଇଟା ବି ଭଲ, ବଟ୍ ତା ସହିତ ଜ୍ଞାନ ବି ରହିବା ଦରକାର। ଅନୁଭବ ଆଉ ଜ୍ଞାନର ମିଶ୍ରଣରେ ହିଁ କିଛି କାମ ଅଧିକ ଠିକ୍ ସେ ହେଇପାରିବ। ଟୁ ମଚ୍ ଟାଇମ୍ ଇଜ୍ ସ୍ଲଥ୍। ବେଶୀ ସମୟ ଆମେ ପଢ଼ାରେ ବିତେଇଲେ ଆମକୁ ବିରକ୍ତି ଲାଗେ। ଆମେ ଏମିତି ଜିନିଷ କରନ୍ତି କି ପଢ଼ୁ ପଢ଼ୁ ବିରକ୍ତି ଲାଗିଲା ଉଠିକି ପଡ଼ିଲେ, କିଛି ଗୋଟେ କାମକୁ ନିର୍ଦ୍ଦିଷ୍ଟ ଟାଇମ୍ ଯାଏ ଆମେ କରିପାରନ୍ତି ନାହିଁ। ଟୁ ମଚ୍ ଫର୍ ଅର୍ନାମେଣ୍ଟ ଇଜ୍ ଆଫେକ୍ସନ୍ସ। ତ କେବଳ ଦେଖେଇ ହେବା ପାଇଁ ଯେଉଁମାନେ ପଢ଼ନ୍ତି, ସେଟାକୁ କେବଳ ନାଟକ ହିଁ କୁହାଯିବ। କି ଲୋକମାନେ ଆସିଲେ କି ଆମ ଘର ଲୋକ ଦେଖିକି ଖୁସି ହେଲେ ଆମେ ବସିକି ଘଣ୍ଟା ଘଣ୍ଟା 24 ଘଣ୍ଟା ପଢ଼ୁଛେ, ବହିଟା ପାଖରେ ଖାଲିଟାରେ ବସୁଛେ, କିନ୍ତୁ ସେମାନେ ଭାବୁଥିବେ ଯାହା ହଉ ଇଏ ପଢ଼ୁଛି, ବଟ୍ ଏଇଟା ଗୋଟେ ନାଟକ, ଏଇଟା ରିଏଲ୍ ପଢ଼ିବା ବୋଲି କୁହାଯିବ ନାହିଁ। ପଢ଼ିବାର ଅସଲ ଲକ୍ଷ୍ୟ ଜ୍ଞାନ ପ୍ରାପ୍ତି କରିବା ଆଉ ତାକୁ ବ୍ୟବହାର କରିବା, ନିଜ ଜୀବନରେ ନେଇକି ଉପଯୋଗ କରିବା। କିଛି ଆମେ ଶିଖିଲେ ସେଇଟା ନିଜ ଜୀବନରେ ଉପଯୋଗ ଯେମିତି କରିପାରୁଥିବା, ସେଇଟା ହିଁ ପ୍ରକୃତ ଲକ୍ଷ୍ୟ ହେଉଛି ପଢ଼ିବାର। ଜଜମେଣ୍ଟ ହୁଲି ବାଇ ରୁଲ୍ସ ଇଜ୍ ହ୍ୟୁମର ଅଫ୍ ଏ ସ୍କଲାର। ପ୍ରତି ନିର୍ଣ୍ଣୟକୁ ବହିର ଜ୍ଞାନରେ ନେବା ମୂର୍ଖାମି ଅଟେ। କିଛି ଗୋଟେ ଆମ ସିଚୁଏସନ୍ ହେଲା, ଓନ୍ଲି ବହି ପଢ଼ିକି ତା ଥ୍ରୁରୁ ଆମେ ୟାର ଡିସିସନ୍ ନେବା, ସେଇଟା ଆମର ବହୁତ ବଡ଼ ମୂର୍ଖାମି ହୋଇଥାଏ। ତ ସେତେବେଳେ କେବଳ ବହି ପଢ଼ି ନିର୍ଣ୍ଣୟ ନ ନେଇ ଆମର ଯେଉଁ ଅନୁଭବ ଆଉ ବୁଝିବା ଶକ୍ତିକୁ ବି ବ୍ୟବହାର କରିବା ଉଚିତ। ପଢ଼ିବା ଆମର ସ୍ୱାଭାବିକ କ୍ଷମତାକୁ ଉଚ୍ଚ କୋଟିର ବନେଇଥାଏ ଆଉ ଅନୁଭବରେ ଆମର ଶିକ୍ଷା ଆହୁରି ବି ଭଲ ହୋଇଥାଏ। ବେକନ କୁହନ୍ତି କି ଆମ ସମସ୍ତଙ୍କ ଭିତରେ କିଛି ନା କିଛି ଖାସ୍ ଗୁଣ ରହିଥାଏ। ପଢ଼ିବା ସେଇ ଗୁଣକୁ ଆହୁରି ନିଖାରି ଦେଇଥାଏ। ମାନେ ସମସ୍ତେ ମୋ ପାଖରେ ମୁଁ ଆର୍ଟ ଭଲ କହିପାରିବି, କି ମୁଁ ଭଲ ପଢ଼େଇ ପାରିବି, ତମାନେ ଭଲ କିଏ ଚିତ୍ର କରିପାରୁଛ, କିଏ ଦୌଡ଼ି ପାରୁଛ, କିଏ ଡ୍ୟାନ୍ସ କରିପାରୁଛ, ତ କିନ୍ତୁ ପଢ଼ିବା ଶିକ୍ଷା ଏସବୁ ଗୁଣକୁ ଆହୁରି ବେହତରିନ ବନେଇ ପାରେ। ଯେମିତି ଯଦି କେଉଁ ପିଲାର ଗାଇବା ପ୍ରତିଭା ଅଛି, ତ ସଙ୍ଗୀତର ପଢ଼ିବା ଆଉ ଶିକ୍ଷା ତାକୁ ଆହୁରି ଭଲ ଗାୟକ ବି ବନେଇ ପାରିଥାଏ। ସାଥିରେ କେବଳ ପଢ଼ିବା ପର୍ଯ୍ୟାପ୍ତ ନୁହେଁ, ଯେବେ ଆମେ ପଢ଼ିବା କଥାକୁ ଅସଲ ଜୀବନରେ ବ୍ୟବହାର କରନ୍ତି, ଏକ୍ସପିରିଏନ୍ସ କରନ୍ତି, ତ ଆମକୁ ଆହୁରି ବି ବହୁତ କିଛି ଶିଖିବାକୁ ମିଳିଥାଏ ଆଉ ଆମର ବୁଝିବା ଶକ୍ତି ଆହୁରି ବି ଗହିରିଆ ହୋଇଥାଏ। ପଢ଼ିବା ଆମ ଅନୁଭବର ଦୁଇଟି ପରସ୍ପର ପରିପୂରକ ହୋଇଥାନ୍ତି। ପଢ଼ିବା ଆଉ ଅନୁଭବ ଦୁଇଟାକ ନିହାତି ଆମ ଜୀବନର ଦରକାର ହେଇଥାଏ ଆଗକୁ ବଢ଼ିବା ପାଇଁ। ବେକନ ଏଠି ଆହୁରି ବହୁତ ସୁନ୍ଦର ଉଦାହରଣ ଦେଇଛନ୍ତି। ଜଙ୍ଗଲର ଗଛ ଯେମିତି ବିନା ସେବା ଯତ୍ନରେ ବଢ଼ି ଚାଲନ୍ତି ଆଉ ତାଙ୍କର କେଉଁ ଆକାର ବି ହୋଇନଥାଏ, ସେମିତି ହିଁ ଆମର ସ୍ୱାଭାବିକ କ୍ଷମତା ସବୁ ବି ବିନା ପଢ଼ିବା ବା ଶିକ୍ଷାରେ ଠିକ୍ ଦିଗରେ ଯାଇପାରେ ନା। ପଢ଼ିବା ତାକୁ ଗୋଟିଏ ଠିକ୍ ରୂପ ଦେଇଥାଏ। ଚାଲାକ ଲୋକ ପଢ଼ିବା ବା ଶିକ୍ଷାକୁ ବେକାର ଭାବିଥାନ୍ତି। ସିଧା ସାଧା ଲୋକ ତାର ବହୁତ ପ୍ରଶଂସା କରିଥାନ୍ତି ଆଉ ସମଝଦାର ଲୋକ ତାର ଠିକ୍ ବ୍ୟବହାର କରିଥାନ୍ତି। କାରଣ ପଢ଼ିବା ନିଜେ ଏହା ଶିଖେଇ ନଥାଏ କି ତାର ଉପଯୋଗ କେମିତି କରାଯିବ। ଏଇ ସମଝଦାର ଆମକୁ ପଢ଼ିବା ଠାରୁ ବାହାର ନିଜର ଅନୁଭବରେ ହିଁ ମିଳିଥାଏ। ବେକନ କହିଛନ୍ତି କି ଅଲଗା ଅଲଗା ପ୍ରକାରର ଲୋକ ପଢ଼ିବାକୁ ଅଲଗା ଅଲଗା ପ୍ରକାରରେ ଦେଖିଥାନ୍ତି। ଏଠି ଅଛି କ୍ରାଫ୍ଟି ମେନ୍, ଚାଲାକ ଲୋକ। ସେ ଭାବନ୍ତି କି କେବଳ ନିଜର ଚାଲାକିରେ ହିଁ କାମ ବାହାର କରିନେବେ, ଏଥିପାଇଁ ତାଙ୍କୁ ପଢ଼ିବା ଜରୁରୀ ନୁହଁ, ତ ପଢ଼ିବାକୁ ସେ ଜରୁରୀ ଭାବନ୍ତିନି। ତାପରେ ସିମ୍ପଲ ମେନ୍, ସିଧା ସାଧା ଲୋକ, ସେମାନେ ପଢ଼ିବାକୁ ବହୁତ ଅଧିକ ମାନନ୍ତି ଆଉ ଭାବନ୍ତି କି ପଢ଼ିଥିବା ସବୁ କଥା ଠିକ୍ ଆଉ ଜରୁରୀ ହେଇଥାଏ। ୱାଇଜ୍ ମେନ୍, ସମଝଦାରୀ ଲୋକ, ସେ ପଢ଼ିବାର ମହତ୍ତ୍ୱକୁ ବୁଝନ୍ତି ଆଉ ଜାଣିଛନ୍ତି କି ତାର ଠିକ୍ ବ୍ୟବହାର କେମିତି କରାଯିବ। ସେ ବହିର ଜ୍ଞାନରୁ ନିଜର ଅନୁଭବ ଆଉ ବୁଝାବଣାରେ ମିଶେଇକି ବ୍ୟବହାର କରିଥାନ୍ତି ଆଉ ନିଜ କାମରେ ବି ଲଗେଇଥାନ୍ତି। ବେକନ ଇଏ ବି କୁହନ୍ତି କି ବହି ଆମକୁ ଜ୍ଞାନ ତ ଦେଇଥାଏ, କିନ୍ତୁ ସେ ଜ୍ଞାନକୁ ବ୍ୟବହାର କେମିତି କରାଯିବ ଇଏ ଆମକୁ ଆମର ଆଖପାଖର ଦୁନିଆରୁ ଦେଖିକି ଆଉ ନିଜର ଅନୁଭବରେ ଶିଖିବାକୁ ହୋଇଥାଏ।
ଆମେ ଏଥିପାଇଁ ପଢ଼ିବା ଦରକାର ନାହିଁ କି ଆମେ ଅନ୍ୟର କଥାକୁ ଭୁଲ ପ୍ରମାଣିତ କରିବା କି ସେମାନଙ୍କ ସହ ଝଗଡ଼ା କରିବା। ନା କି ଏଥିପାଇଁ ପଢ଼ିବା ଦରକାର କି ଆମେ ପଢ଼ିଥିବା ପ୍ରତି କଥା ଉପରେ ଆଖି ବନ୍ଦ କରିକି ବିଶ୍ୱାସ କରିନେବା। ଆଉ ନା କି କେବଳ କଥା ହେବା ପାଇଁ କି ଅନ୍ୟକୁ ପ୍ରଭାବିତ କରିବା ପାଇଁ ପଢ଼ିବା ଦରକାର। ବଦଳରେ ଆମକୁ ଏଥିପାଇଁ ପଢ଼ିବା ଦରକାର ଯାହାଫଳରେ ଆମେ କଥାକୁ ଧ୍ୟାନରେ ନିରୀକ୍ଷଣ କରିବା ଆଉ ତା ଉପରେ ବିଚାର କରିବା। ବେକନ ଏଠି ବହିକୁ 3 ପ୍ରକାରରେ ପଢ଼ିବାକୁ ପରାମର୍ଶ ଦେଇଛନ୍ତି। ଫାଷ୍ଟ ଅଛି ଟେଷ୍ଟେଡ୍ ମାନେ ଚାଖିବା। କିଛି ବହି ଏମିତି ହୋଇଥାଏ କି ଯାହାକୁ କେବଳ ଟିକେ ପଢ଼ିନେଲେ ହିଁ ତାର ମର୍ମ ବୁଝି ହୋଇଥାଏ। ସୋଲୋଡ୍ ମାନେ ଗିଳିବା। କିଛି ବହି ଏମିତି ଅଛି କି ଯାହାକୁ ଆମେ ଜଲ୍ଦି ଜଲ୍ଦି ପଢ଼ି ନେବା ବିନା ତାର ବେଶୀ ଭିତରକୁ ଯାଇକି ମାନେ ଡିପଲି ନ ଯାଇକି ତା ଡିପଲି ମିନିଂ ନ ଦେଖିକି ଜଲ୍ଦି 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 ପଢ଼ିଦେଲେ ବି ଆମେ ସେ ବହିଟାକୁ ବୁଝିଯାଆନ୍ତି। ଚୁଡ୍ ଆଣ୍ଡ ଡାଇଜେଷ୍ଟେଡ୍ ମାନେ ଚୁବେଇକି ହଜମ କରିବା। କିଛି ବହି ଏମିତି ଅଛି ଆମେ ତାହାକୁ ଧୀରେ ଧୀରେ ଧ୍ୟାନରେ ପଢ଼ିବା ଦରକାର, ତା ଉପରେ ବିଚାର କରିବା ଦରକାର ଆଉ ତାକୁ ଭଲସେ ବୁଝିବା ଦରକାର। ତାପରେ ଯାଇକି ଆମେ ବହିଟାକୁ ଭଲସେ ବୁଝିପାରିବା। ବେକନ କହିଛନ୍ତି କି ଜ୍ଞାନ ପ୍ରାପ୍ତି କରିବାକୁ ମୁଖ୍ୟ 3 ପ୍ରକାରର ଅଛି ଆଉ ସବୁ ପ୍ରକାରର ନିଜର ମହତ୍ତ୍ୱ ଅଛି। ଫାଷ୍ଟ ଅଛି ରିଡ଼ିଂ ମାନେ ପଢ଼ିବା। ବହି ପଢ଼ିଲେ ଆମକୁ ବହୁତ ତଥ୍ୟ ଆଉ ଜ୍ଞାନ ମିଳିଥାଏ, ଯେମିତି ଆମେ ଏକ ଜ୍ଞାନୀ ବ୍ୟକ୍ତି ବନିଯାଆନ୍ତି। କନଫରେନ୍ସ କଥାବାର୍ତ୍ତା ଅନ୍ୟଙ୍କ ସହ କଥା ହେବା ଆଉ ନିଜ ବିଚାରକୁ ବଢ଼େଇବାରେ ଆମେ ତୁରନ୍ତ ଭାବିବା ଆଉ ଜବାବ ଦେବାର ମାହିର ବା ପାରଙ୍ଗମ ହେଇଯାଆନ୍ତି। କିଏ ଆମକୁ ପଦେ କଥା କହିବ ଆମେ ତାର ରିପ୍ଲାଏ ସଡନଲି ଦେଇଦିଅନ୍ତି। ସେଥିପାଇଁ ଆମେ କଥାବାର୍ତ୍ତା କଲେ ହିଁ ଏଇ ଏକ୍ସପିରିଏନ୍ସଟା ଆମକୁ ମିଳିପାରିବ। ଲେଖିବା ରାଇଟିଂ ଲେଖିବାରେ ଆମେ ଆମର ବିଚାରକୁ ବ୍ୟବସ୍ଥିତ କରିଥାନ୍ତି ଆଉ ତାକୁ ସ୍ପଷ୍ଟ ରୂପରେ ବ୍ୟକ୍ତ କରିବାକୁ ଶିଖିଥାନ୍ତି। ଇଏ ଆମ ଭାବନାକୁ ଆହୁରି ବି ସଠିକ୍ ବନେଇଥାଏ। ଆମେ କୌଣସି ସ୍ପିଚ୍ ଦିଅନ୍ତି ବା କାହାକୁ କିଛି କହିବା ପୂର୍ବରୁ ଆମେ 10 ଥର ଭାବନ୍ତି। ଯଦି ଆମେ ଏଇଟା ଲେଖନ୍ତି 2 ଥର ପଢ଼ିଲେ ଆମେ ଜାଣିପାରନ୍ତି ତା ଭିତରୁ ଭୁଲଟା କ'ଣ ଅଛି, ତ ଆମେ ତାକୁ ବହୁତ ସ୍ପଷ୍ଟ ଆଉ ସୁନ୍ଦର କରି ସଠିକ୍ କରିପାରନ୍ତି। ବେକନ କହିଛନ୍ତି କି ଯଦି ଆମେ ଜ୍ଞାନ ପ୍ରାପ୍ତ କରିବା ପାଇଁ ଏ 3ଟି ତରିକାରୁ ଗୋଟେ ବି କମ୍ କରନ୍ତି ତ ଆମେ ତାର କମିକୁ ପୂରା କରିବା ପାଇଁ କିଛି ଅଲଗା ଆମକୁ କରିବାକୁ ହବ। ଯଦି କେହି କମ୍ ଲେଖୁଛି ତ ତାକୁ ସବୁ କିଛି ମନେ ରଖିବା ପାଇଁ ନିଜର ୟାଦାସକୁ ସ୍ପିଡ୍ କରିବା ପାଇଁ ହେବ। ଯଦି କେହି କମ୍ ଲୋକଙ୍କ ସହ ମିଳାମିଶା କରୁଥାଏ ତ ତାକୁ ତୁରନ୍ତ ଆହୁରି ସମଝଦାରୀରେ ଜବାବ ବା ଉତ୍ତର ଦେବାର କଳା ଆସୁଥିବା ଦରକାର। ଆଉ ଯଦି କେହି ପଢ଼ୁନଥାଏ ତ ତାକୁ ଚାଲାକିରେ କାମ କରିବାକୁ ହବ, ଯାହାଫଳରେ ନିଜର ଅଜ୍ଞାନତାକୁ ଲୁଚେଇ ପାରିବ ଆଉ ଏମିତି ଦେଖେଇବ କି ତାକୁ ସବୁ ଜଣା ଅଛି। ବେକନ କୁହନ୍ତି କି ଅଲଗା ଅଲଗା ପ୍ରକାର ବିଷୟରେ ପଢ଼ିବା ଦ୍ୱାରା ଆମ ଭିତରେ ଅଲଗା ଅଲଗା ପ୍ରକାରର ଗୁଣ ସୃଷ୍ଟି ହୋଇଥାଏ। ହିଷ୍ଟ୍ରିଜ୍ ଇତିହାସ ଆମକୁ ପୁରାତନ ସମୟ ବିଷୟରେ ଜଣେଇଥାଏ ଆଉ ନିଜ ଜୀବନର ବିଷୟରେ ସମଝଦାର ବି ବନେଇଥାଏ। ପୋଏଟ୍ସ ମାନେ କବିତା ଗୁଡ଼ିକ କବିତା ଆମର କଳ୍ପନା ଶକ୍ତିକୁ ବଢ଼ାଇଥାଏ ଆଉ ଆମକୁ ଚାଲାକ ବନେଇଥାଏ। ମ୍ୟାଥମେଟିକ୍ସ ମାନେ ଗଣିତ ଆମର ଭାବନା ଶକ୍ତିକୁ ସ୍ପିଡ୍ ବନେଇଥାଏ ଆଉ ଆମକୁ ସୂକ୍ଷ୍ମ ବା ଛୋଟ ସମସ୍ୟାକୁ ସମାଧାନ କରିବାକୁ ମଧ୍ୟ ଶିଖାଇଥାଏ। ନ୍ୟାଚୁରାଲ ଫିଲୋସଫି ମାନେ ବିଜ୍ଞାନ ଆମକୁ ପ୍ରକୃତି ଆଉ ଦୁନିଆର ବିଷୟରେ ବହୁତ ଜ୍ଞାନ ପ୍ରଦାନ ମଧ୍ୟ କରିଥାଏ। ମୋରାଲ ହେଉଛି ନୀତିଶାସ୍ତ୍ର ଆମକୁ ଠିକ୍ ଆଉ ଭୁଲ ବିଷୟରେ ଶିଖେଇଥାଏ ଆଉ ଗମ୍ଭୀର ବି ବନେଇଥାଏ। ଲଜିକ୍ ଆଣ୍ଡ ରିଟୋରିକ୍ ତର୍କଶାସ୍ତ୍ର ଆଉ ଭାଷଣ କଳା ଆମକୁ ଠିକ୍ ଭାବରେ ତର୍କ କରିବା ଆଉ ନିଜ କଥାକୁ ପ୍ରମାଣିତ କରିବା ବା ପ୍ରଭାବଶାଳୀ ଢଙ୍ଗରେ କହିବାକୁ ଶିଖେଇଥାଏ। ପଢ଼ିବା ଆମ ଚରିତ୍ରକୁ ବଦଳାଇ ଦେଇଥାଏ। ଇଏ ଏକ ଲାଟିନ୍ ବାକ୍ୟ ଅଟେ ଯାହାର ମାନେ ଅଟେ କି ଆମର ପଢ଼ିବା ଆମର ସ୍ୱଭାବ ଆଉ ଆମର ଆଦତକୁ ପ୍ରଭାବ ପକାଇଥାଏ। ଆମେ ଯାଉ କିଛି ବି ପଢ଼ୁଛନ୍ତି ଇଏ କେଉଁଠି ନା କେଉଁଠି ଆମ ଭାବନା ଆଉ ବ୍ୟବହାର କରିବାର ଶୈଳୀ ଉପରେ ପ୍ରଭାବ ପକାଇଥାଏ। ଯେମିତି ଅଲଗା ଅଲଗା ରୋଗକୁ ଠିକ୍ କରିବା ପାଇଁ ଅଲଗା ଅଲଗା ପ୍ରକାରର ୟୋଗା ବା ବ୍ୟାୟାମ ଯେଉଁ ଏକ୍ସରସାଇଜ ହୋଇଥାଏ, ସେଇଭଳି ଆମର ବୁଦ୍ଧିର କମିବାକୁ ଦୂର କରିବା ପାଇଁ ଅଲଗା ଅଲଗା ପ୍ରକାରର ପଢ଼ିବା ହୋଇଥାଏ। ଏକ୍ଜାମ୍ପଲ ଦେଖିବାକୁ ଗଲେ ଯଦି କାହାର ମନ ଘୁରୁଥାଏ ବା ସ୍ଥିର ନଥାଏ ସେମାନଙ୍କୁ ୱାଣ୍ଡରିଂ ୱିଟ୍ କୁହନ୍ତି, ତ ତାକୁ ଗଣିତ ପଢ଼ିବା ଦରକାର କାରଣ ଗଣିତରେ ଧ୍ୟାନ କେନ୍ଦ୍ରିତ କରିବା ନିହାତି ଜରୁରୀ ହୋଇଥାଏ। ଯଦି କାହାକୁ କଥାକୁ ଅଲଗା ଅଲଗା କରି ବୁଝିବାରେ କଷ୍ଟ ହୁଏ, ନଟ୍ ଏପ୍ଟ ଟୁ ଡିଷ୍ଟିଂଗୁଇଶ୍ ଅର୍ ଫାଇଣ୍ଡ ଡିଫରେନ୍ସ,
ତ ତାକୁ ଦର୍ଶନ ଶାସ୍ତ୍ର ଯେଉଁଟାକୁ ସ୍କୁଲ ମେନ୍ କୁହନ୍ତି ତାକୁ ପଢ଼ିବା ଦରକାର। ଯଦି କେହି ଗୋଟେ କଥାକୁ ବାରମ୍ବାର ଦୋହରାଉଥାଏ, ନଟ୍ ଆପ୍ଟ ଟୁ ବିଟ୍ ଓଭର ମ୍ୟାଟର୍ସ ଆଣ୍ଡ ଟୁ ପ୍ରୁଭ୍ ଆଣ୍ଡ ଇଲୁଷ୍ଟ୍ରେଟ୍ ଏନାଦର, ତ ତାକୁ ଓକିଲଙ୍କ ବହି ପଢ଼ିବା ଦରକାର। କାହିଁକିନା ଓକିଲମାନେ ଧୀର ସ୍ଥିର ହୋଇଥାନ୍ତି ଆଉ ଗୋଟେ ଟପିକ୍ ଉପରେ ସେମାନେ ଧ୍ୟାନ କେନ୍ଦ୍ରିତ ବି କରିପାରନ୍ତି। ତ ଆମେ ଫ୍ରାନ୍ସିସ୍ ବେକନକୁ ଆମକୁ କହୁଛନ୍ତି କି ପଢ଼ିବା ଆମ ଜୀବନ ପାଇଁ କେତେ ମହତ୍ତ୍ୱପୂର୍ଣ୍ଣ ଅଟେ। ଇଏ ଆମକୁ ଖୁସି ଦେଇଥାଏ, ଆମର କଥାକୁ ସୁନ୍ଦର ବନେଇଥାଏ ଆଉ ଆମକୁ କାବିଲ ବନେଇଥାଏ। ଆମକୁ ବହୁତ ଅଧିକ ବି ପଢ଼ିବା କଥା ନୁହଁ ଆଉ କେବଳ ଦେଖାଣିଆ ପଢ଼ିବା କଥା ବି ନୁହଁ। ଆମକୁ ଭାବି ଚିନ୍ତିକି ପଢ଼ିବା ଦରକାର ଆଉ ଅଲଗା ଅଲଗା ପଢ଼ିବା ଆମ ଭିତରେ ଅଲଗା ଅଲଗା ପ୍ରକାରର ଗୁଣ ବା ସୃଷ୍ଟି ବି ଜନ୍ମ କରିଥାଏ। ଏଥିପାଇଁ ଖୁବ୍ ମନ ଲଗେଇକି ପଢ଼ ଆଉ ଏକ ଭଲ ମଣିଷ ହୁଅ। ଏଇଟା ଥିଲା ଅଫ୍ ଷ୍ଟଡିଜ୍ ବାଇ ଫ୍ରାନ୍ସିସ୍ ବେକନ। ଥ୍ୟାଙ୍କ ୟୁ।